ଯାତ୍ରାର ମାନ ଟିକେ କମିଛି କି? କାରଣ ଆଗରୁ ଯାତ୍ରାରେ ଯେମିତି ଆପଣ କହୁଥିଲେ ଗୀତିନାଟ୍ୟ ହଉଥିଲା, ପାଲା ହଉଥିଲା, ବର୍ତ୍ତମାନ ଦେଖିବାକୁ ମିଳୁଛି ଯାତ୍ରାରେ ଅନେକ ଅଶ୍ଳୀଳତା ଭରିଛି। ଆପଣ ମତେ କୁହନ୍ତୁ, ଆପଣଙ୍କ ଫ୍ୟାମିଲିର ପରିବାରରେ ଯଦି ଆଚ୍ଛା ମୁଁ ଗୋଟେ ସମସ୍ତଙ୍କୁ ନେଇକି ଆପଣ ଯାଇପାରିବେ? ବର୍ତ୍ତମାନ ଯୋଉ ଡ୍ୟାନ୍ସ ସବୁ ହଉଛି, ଶୁଣନ୍ତୁ ହଁ ମୁଁ ଗୋଟେ କଥା କହୁଛି, ଅଶ୍ଳୀଳତା କଥା ଯୋଉ କଥା କହିଲେ, ଯୋଉ ଚଳଚ୍ଚିତ୍ର କଥା ଦେଖୁନାହାନ୍ତି, ହଲିଉଡ ବଲିଉଡ ଯୋଉ ସବୁ ଯାତ୍ରା ହଉ ସରି ଫିଲ୍ମ ହଉଛି, ସେଥିରେ ତ ଯେତେ ସର୍ଟ ଯିଏ ପିନ୍ଧିବ ସିଏ ସେତେ ହିଟ୍ ନାୟିକା। ତ ଯାତ୍ରା କଣ ତାପରେ ରହିଲା ଯୋଉଟା ଯାତ୍ରା ଟିକେ ଅଧିକ ହେଇଯାଉଛି ଏବେ। ନାଇଁ କିଛି ଦିନ ଆମେ ଯେତିକି ସେଇଟା ଯାତ୍ରା ଭିତର ଲୋକ ସେମାନେ ଅଧିକ ଲାଗୁଛି, ମାନେ ଏକ୍ସେସ ଲାଗୁଛି, ମାନେ ଘର ସମସ୍ତଙ୍କୁ ନେଇକି ଗଲା ଭଳିଆ ସିଚୁଏସନ ବୋଧେ ନାହିଁ। ନାଇଁ ଶୁଣନ୍ତୁ, ସେଇଟା ଯାତ୍ରା ଭିତର ଲୋକ ନୁହନ୍ତି, ସେମାନେ ଗେଷ୍ଟ ହେଇକି ଆସୁଛନ୍ତି। ଦେଖନ୍ତୁ ଆମେ ସମସ୍ତେ କଳାକାର, ସିଏ ବି ଗୋଟେ କଳାକାର, ସେମାନେ ବି କଳାକାର। ୟାର ଭୁଲ ହଉଛି ଦର୍ଶକଙ୍କର। ଦର୍ଶକ କାହିଁ ତାକୁ ଦେଖୁଛନ୍ତି? ଦର୍ଶକ ଅଶ୍ଳୀଳତାକୁ ଦେଖିବା ପାଇଁ ପସନ୍ଦ କଲା ବେଳକୁ ସେମାନେ କରୁଛନ୍ତି ଅଶ୍ଳୀଳତା। ମୋ କହିବା କଥା, ଜଣେ ମଣିଷ, ଜଣେ କଳାକାର ଇଚ୍ଛା କରିକି କିଛି କରିବ କି? ତେଣୁ ମୋ କହିବା କଥା, ସେମାନେ ବି ପେଟ ପାଇଁ ଆସିଛନ୍ତି, ଆମେ ବି ପେଟ ପାଇଁ ଆସୁଛନ୍ତି। ତଥାପି ମୋର ସମସ୍ତଙ୍କୁ ଅନୁରୋଧ, ଯେହେତୁ ଆମେ ସାମାଜିକ ପ୍ରାଣୀ, ମଣିଷ, ଆମେ ଏମିତି କଳା ପରିବେଷଣ କରିବୁ ଯୋଉଟା କି ଦର୍ଶକକୁ ଭଲ ଲାଗିବ, ସମସ୍ତଙ୍କର ଭଲ ପାଇବା ରହିବ, କେହି ଆମ ପଛରେ ଶୋଧିବେନି, କେହି ଖରାପ ଭାବିବେନି। ପଇସା କ'ଣ ଆମେ ଦେଖନ୍ତୁ, ଆମର ଯିଏ ରାସ୍ତାରେ ଝାଡୁ ମାରୁଛି ବି ସେ ପଇସା ଇନକମ୍ କରିପାରୁଛି, ସେ କ'ଣ ମଣିଷ ନୁହଁ? ତେଣୁ ଆମେ ମଣିଷ। ଅଶ୍ଳୀଳତାକୁ ରୋକିବା ପାଇଁ ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ ଗୋଟେ ପଦକ୍ଷେପ ନେଲା, ଠେଙ୍ଗା ପୂଜା କରାହଉଥିଲା। ୟା ବିଷୟରେ ଆପଣଙ୍କର କ'ଣ ମତ ରହୁଛି? ଆଜ୍ଞା ଦେଖନ୍ତୁ, ବିଭିନ୍ନ ମଣିଷ ବିଭିନ୍ନ ତରିକାରେ କିଏ ଆଗକୁ ଯିବ, କେମିତି ଗୋଟେ କଣ୍ଟ୍ରୋଭର୍ସି କରି ମୁଁ ଆଗକୁ ଯିବି, ସିଏ ଶୁଣନ୍ତୁ, ଠେଙ୍ଗା ପୂଜା କ'ଣ ସେ ଠେଙ୍ଗାରେ ବାଡ଼େଇ ଦେବେ କି? ନାହିଁ। ଗୋଟେ ଯେତେବେଳେ ସରକାର ଗାଇଡଲାଇନ କଲେ, ମୋ କହିବା କଥା, ଫିଲ୍ମରେ ୟାଠୁ ଆହୁରି ଅଶ୍ଳୀଳତା ହଉଛି, କିନ୍ତୁ ସେଟା ଆମେ ପର୍ଦ୍ଦାରେ ଦେଖୁଛୁ। ଏଟା ଲାଇଭ ଶୋ, ଡାଇରେକ୍ଟ ଆମେ ଦେଖୁଛୁ, ଲୋକ ମା ଭଉଣୀ ଝିଅ ପୁଅକୁ ଧରି ବସିକି ଦେଖୁଛନ୍ତି। ତେଣୁ ମୋର ଅନୁରୋଧ, ଆମେ ଯୋଉଟା କି ସମାଜକୁ ଚଳନୀୟ, ସମାଜରେ ଲୋକ ଭଲ ପାଇବେ, ବାପା ମା ବସି ଦେଖିପାରିବେ, ଆମେ ସେତିକି କହିବୁ। ସବୁ କଳାକାରକୁ ମୁଁ ଏଇଟା ଅନୁରୋଧ କରୁଛି। ମୋ କହିବା କଥା, ଖାଲି ଯେ ଅଶ୍ଳୀଳ କରି ନାଚିଲେ ଇଏ କଲେ କ'ଣ ଲୋକଙ୍କୁ ଭଲ କହିବେ? ଆମେ ପୁଣି ନାଟକ କାନ୍ଦିକି ଲୋକଙ୍କ ମନ କିଣି ପାରୁଛୁ ନା ନାହିଁ? ତେଣୁ ମୋର ସମସ୍ତ କଳାକାରକୁ ଅନୁରୋଧ, ସମାଜ ଯୋଉଟା ଗ୍ରହଣ କରୁଛୁ ଆମେ ସେଇଟା କରିବା। ଆପଣ ତ ପରିବାରକୁ ସମୟ ଦେଇପାରନ୍ତିନି, କେବଳ ମୁଁ ଆପଣଙ୍କ କଥା କହୁନି, ଯେତିକି ଜଣ ଯାତ୍ରା ରହୁଛନ୍ତି ସେମାନଙ୍କର କଣ୍ଟ୍ରାକ୍ଟ ହେଇଯାଇଥାଏ, ସେମାନେ ଏତିକି କରିବେ। ଆପଣ ପ୍ରାୟ ସବୁଦିନ ରହେ ଯାତ୍ରା ନା କିଛି କିଛି ଦିନ ଗ୍ୟାପ୍ ରହେ? ନାଇଁ, ଗ୍ୟାପ୍ ନାହିଁ। ନାଟକର ପ୍ରାୟ ଗୋଟେ ଗୋଟେ ଫାଙ୍କା ଦିଆଯାଏ, କିନ୍ତୁ ମୋ କ୍ଷେତ୍ରରେ ମୁଁ ଦେଖିଛି ବହୁତ କମ୍। 30 ବର୍ଷ ଭିତରେ ମୁଁ ଫାଙ୍କା ପାଇବା ରେୟାର। ଆଉ ମାସରେ ପ୍ରାୟ ଆପଣଙ୍କର କେତେ ଦିନ ଯାତ୍ରା ପଡେ? ମାସରେ ମାନେ ମାସ ତ ମାସ ଚାଲିଛି 365। ମାନେ ଆପଣଙ୍କୁ ଟିକେ ଲାଗେନି, ମାନେ ଗୋଟେ ଅଡ୍ ସିଚୁଏସନ ଆସେନି? ଆସେ, ଦେହ ଖରାପ ହୁଏ, ଦେହ ଖରାପ ହୁଏ। ଦେହ ଖରାପ ହେଲେ କ'ଣ କରନ୍ତି? ଦେହ ଖରାପ ହେଲେ ଇଞ୍ଜେକ୍ସନ ଦିଆଯାଉଛି, କ'ଣ କରିବ? ରାତିରେ ଗୋଟେ ନାଟକର ନାଁ ହଉଛି କେତେ କାନ୍ଦିବୁ ରେ ଗୌରଦାସ। ଗୌରଦାସ ନଦେଲେ କିଏ ଦେଖିବ? ଗୋଟେ ନାଟକ ଥିଲା, ଗୌରଦାସର ଦେହ ଖରାପ ହଉଛି, ସେତେବେଳେ କ'ଣ ହଉଛି? ଦେହ ଆଜି ପର୍ଯ୍ୟନ୍ତ ଭଗବାନଙ୍କ ଆଶୀର୍ବାଦରୁ ସେମିତି କିଛି ସିରିୟସ୍ ହେଇନାହିଁ। ଏମିତି ଥଣ୍ଡା ଜ୍ୱର ରହିଛି, ତାକୁ ମେଡିସିନ ଖାଇକି ଆମେ ମ୍ୟାନେଜ କରୁଛୁ। ହୁଏତ ଯୋଉ ଫୋର୍ସରେ ଖଟିବା କଥା ଟିକେ କମିଯାଏ।